ମାଛ ଦୋକାନୀ ମୋତେ ଦେଇଦେଲା ଧୋକା। ହାଇ ଏଭ୍ରିୱାନ୍, ମାଇସେଲ୍ଫ ପ୍ରଜ୍ଞା, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ପ୍ରଜ୍ଞା କି ଲାଇଫ୍। ଆଜି ଥିଲା ବୁଧବାର, ମାସେ ହେଲା ଯେହେତୁ ଆଇଁଷ ଖିଆଇନି, ମୁଁ ଭାବିଲି ଟିକେ ଆଜି ପାଟିରୁ ଆଇଁଷ ହିଁ ବଜେଇବା। ସକାଳୁ ସକାଳୁ ମୁଁ ଉଠି ଯାଇଥିଲି ମାଛ ଆଣିବା ପାଇଁ। ମାଛ ମାର୍କେଟରେ ପହଞ୍ଚିଲା ବେଳକୁ ମୁଁ ଦେଖିଲି କିଛି ହିଁ ମାଛ ନାହିଁ। ମୋତେ ଦୋକାନୀ କହିଲା ଏଇଟା ନେଇଯାଅ, ଏଇଟା ପୋହଳା ମାଛ। ମୁଁ ଧରିକି ଘରକୁ ପଳେଇ ଆସି ପହଞ୍ଚିଲା ପରେ ବୋଉ କହିଲା ଏଇଟା କି ମାଛ ଧରିକି ଆସିଛି? ମୁଁ କହିଲି ପୋହଳା ମାଛ। କହିଲା ମାଛ ଚିହ୍ନିବୁ କେତେବେଳେ ଆଉ କ'ଣ ବୁଢ଼ୀ ହେଲେ ମାଛ ଚିହ୍ନିବୁ? କହିଲି ହଉ ରହ, ମୁଁ ତାକୁ ଭଲସେ ରୋଷେଇ କରିଦେଉଛି, ତୁ ଖାଇବୁ ଆଉ ମୋତେ ଟେଷ୍ଟ କରିକି କହିବୁ କେମିତି ହେଇଛି। ତାପରେ ମୁଁ ମାଛକୁ ଧୋଇଦେଲି, ତା ଦେହରେ ଲୁଣ ହଳଦୀ ଦେଇକି ତାକୁ ଭଲସେ ଭାଜିଦେଲି। ସେଇ ଭଜା କଢ଼େଇରେ ମୁଁ ଟିକେ ତେଲ ପକେଇକି ସୋରିଷର ପେଷ୍ଟ କରିଥିଲି ତାହିଁରେ ପକେଇ ଦେଇକି ତାକୁ ଭଲସେ କଷିଦେଲି। କଷି ହେଲା ପରେ ମୁଁ ଏଠି ହଳଦୀ ଆଉ ଲଙ୍କାଗୁଣ୍ଡ ଟିକେ ପକେଇ ଦେଇଥିଲି, ଟିକେ ଲୁଣ ସ୍ୱାଦ ଅନୁସାରେ ପକେଇ ଦେଇଥିଲି। ତାପରେ ତରକାରୀକି ଆହୁରି ସ୍ୱାଦିଷ୍ଟ କରିବା ପାଇଁ ମୁଁ ସେଇଟାରେ ଗୋଟେ ଟମାଟୋ ପକେଇ ଦେଇଥିଲି, ଯେଉଁଟାକି ବହୁତ ଟେଷ୍ଟି ଲାଗୁଥିଲା। ମୋତେ ଥାଳିଏ ବାଟ ଉଠି ଯାଇଥିଲା। ଆଉ ଏମିତି ଭିଡ଼ିଓ ଦେଖିବା